ଶ୍ରୀମଦ୍ଭାଗବତ ପଞ୍ଚଦଶ ସ୍କନ୍ଦ ତ୍ରୟୋଦଶ ଅଧ୍ୟାୟ। ଯେ ପଥ ଅତ୍ୟନ୍ତ ଦୁର୍ଗମ ମାୟାରେ ତହିଁ ହୋଇ ବ୍ରହ୍ମ ରଜତମରେ ଭିନ୍ନ ମତି ପୃଥିକୀ ଭାବେ କର୍ମ ନୀତି। ସେ ପ୍ରାଣୀ ସଂସାରେ ଭ୍ରମଇ ସୁଖର ଲେଶ ତାର ନାହିଁ। ଏ ଯେ ସଂସାର ମହାଘୋର ନାନା ଦୁସ୍ତର ଭୟଙ୍କର। ଏଥେ ନିବେଶୀ ଦୃଢ଼ ମନ ନାନା ଯାତନାରେ ଯେ ସ୍ଥାନ। ବାତେ ଉନ୍ମିଳ ରେଣୁ ଲାଗି ଚେକେ ଚକ୍ଷୁ ବୁଝି ଦୁଃଖ ଭାଗି। ଭଲ୍ଲୁକ ଆଦି ଘୋର ବାଣୀ ଦୁଃଖିତ ଆତ୍ମା ତାହା ଶୁଣି। କ୍ଷୁଧା ପୀଡ଼ିତା ଯେବେ ହୋଇ ନିଷ୍ଫଳ ବୃକ୍ଷକୁ ଧାମଇ। କେବେ ହିଁ ମୃଗତୃଷା ଦେଖି ଜଳର ପ୍ରାୟ ଉପଲକ୍ଷୀ ନିରାଶ ହୋଇନ ତହିଁରେ ଧାମଇ ଶୁଷ୍କ ନଦୀ ତୀରେ। ଅନ୍ୟାନ୍ୟ ଭାବକୁ ଯେ ବହି ନିର୍ଧନ ପ୍ରାଣୀଙ୍କୁ ମାରଇ। ଦାରାତନୟ ଅଗ୍ନି ପ୍ରାୟ ତହିଁ କ୍ରୀଡ଼ଇ ମାୟା ମୋହେ କେବେ ହେଁ ଶାନ୍ତି ନ ଭଜଇ ପୁଣି ଉଦ୍ବେଗ ମନ ହୋଇ। ବିବିଧ ସୁଖ ଦୁଃଖ ପାଇ ପରମ କ୍ଲେଶକୁ ଲୋଭଇ ଗନ୍ଧର୍ବପୁରେ ପ୍ରବେଶୀଣ ପ୍ରମୋଦ କରେ ଅନୁକ୍ଷଣ। କଣ୍ଟକ ଦୁର୍ଗମ ପାଷାଣେ ନିରତେ ଭ୍ରମେୟ କାରଣେ ବିମନ ହୋଇ ଦୁଃଖ ପାଇ କ୍ଷଣକେ ପୁଣି ପାଶ ରହି ଅନ୍ତର ବାହାରେ ଯନ୍ତ୍ରିତ ପ୍ରାଣୀ ହୁଅନ୍ତି ଆତଜାତ। କୁଟୁମ୍ବ ପାଇଁ ଏତେ ତାପ ବିପକ୍ଷ ସମ୍ବତ୍ସର ପ୍ରାପ୍ୟ। ଦୁଷ୍ଟ ଜନ୍ତୁରେ ପୀଡ଼ା ପାଇ ବିପନେ ନିରତେ ଭ୍ରମଇ ଅନ୍ଧ ଯେସନ ଅନ୍ଧକୂପେ ବଡ଼ଇ କର୍ମର ବିପାକେ। କ୍ଷଣକେ ପୁଣି ପାଶ ରହି ପଡ଼େ ଗିରି କନ୍ଧରେ ଯାଇ। ପୁଣି ଆତ୍ମତତ୍ତ୍ୱକୁ ଜାଣି କ୍ଷଣକେ ପାଶ ରହି ପୁଣି ମାୟାରୁ କରି ଏ ସଂସାର ଦୁର୍ଗମ ପଥ ଯେ ଏହାର। ସଜୀବ ଆତ୍ମା ହୋଇ ତୁଲ ଜାଣଇ ପ୍ରାଣୀ ମନ୍ଦ ଭଲ। ହରି ସେବାରେ ମନ ଦେଇ ଯେ ପ୍ରାଣୀ ସଂସାରେ ଭ୍ରମଇ। ଜ୍ଞାନ ଯେ ଠାକୁର ଈଶ୍ୱର ନିଶ୍ଚିନ୍ତେ ହୁଏ ଭବୁ ପାର। ରଘୁରାଣ ବାଚ ସାଧୁମାନଙ୍କ ଜନ୍ମ ସାର ସଂସାରେ କିବା ଜନ୍ମ ଆର। ଯେ ଜନ ହୃଷିକେଶ ଗୁଣ ବଦନେ କରେ ଉଚ୍ଚାରଣ। ଶ୍ରବଣେ ଶୁଣି ଯଶ ଗାଇ ସୁସାଧୁ ସଙ୍ଗେ ତେ ମିଳଇ। ଗୋସ୍ୱାମୀ ତୁମ୍ଭ ପାଦ ରେଣୁ ମୋ ଦେହ ଲାଗିଲା କଜେଣୁ। ସର୍ବଦୁରିତ କ୍ଷୟ ଗଲା ନିର୍ମଳ ମୋ ମନ ହୋଇଲା। ଅବିଦ୍ୟା କର୍ମ ଯେ ମୋହର ଗୋସ୍ୱାମୀ ସମାଗତ ତୋର। ଅବିବେକ ବିଦ୍ୟା ମାନେ ନହତ ହୋଇଲେ ତୋର ପୁଣ୍ୟ। ତୋତେ ମୋହର ନମସ୍କାର ଏ ବଟୁ ରୂପେ ଯେ ତୋହର। ଅବଧୂତ ରୂପକୁ ଧରୁ ପୃଥିବୀ ପର୍ଯ୍ୟଟନ କରୁ। ଶ୍ରୀଶୁକ ବାଚ ହେମନ୍ତ କହିଣ ରାଜନ ବନ୍ଦିଲା ବିପ୍ରଙ୍କ ଚରଣ। ରାଜାର ପୂଜାକୁ ଘେନିଲେ ଧରଣୀ ଭ୍ରମଣେ ଗମିଲେ। ଏ ରୂପ ଧରି ଯେ ସେ ବ୍ରାହ୍ମଣ ପୃଥିବୀ କରେ ପର୍ଯ୍ୟଟନ। ରାଜାର କୁଶଳ ନିମନ୍ତେ ଭ୍ରମେ ଭ୍ରମନ୍ତି ଯେ ନିତ୍ୟେ। ହେମନ୍ତ ରଘୁରାଣ ବାଣୀ ଆନନ୍ଦେ ଶୁଣି ବିପ୍ରମଣି। ପରମ କରୁଣା ସେ ବହି ରଘୁରାଣକୁ ତଥ୍ୟ କହି। ହରଷ ହୋଇ ରଘୁରାଣ ପରମ ତତ୍ତ୍ୱ ଯେ ପାଇଣ। ଆତ୍ମା ଅବିଦ୍ୟା ଧ୍ୟାନ ଯେତେ ଦେହ ଅହଙ୍କାର ସମତେ। ତତ୍କ୍ଷଣେ ଛାଡ଼ିଲା ସକଳ ଶୁଣ ପରୀକ୍ଷ ମହିପାଳ। ଭାଗବତ ଆଶ୍ରୟଜନ ଏଡ଼େ ପ୍ରଭାବ ହେ ରାଜନ ପରୀକ୍ଷିତ ବାଚ। ବହୁ ପ୍ରକାରେ ସଂସାରେ ଭାଗବତ ଶ୍ରେଷ୍ଠ କରେ। ଏହାର ବାକ୍ୟ ଅନୁସରି ଯେ ସେ ପ୍ରାଣୀ ସଂସାର କୁରୁତରି। ଏହାକୁ କି ଗତି ଅପରେ ଗତି ଅଗତି କିବା କରେ। ଏ ଅନନ୍ତରେ ନୃପବରେ ଏଥୁ ଦୁର୍ଗମ ଯେ ଅପରେ। ତାହାର ସଂଗଠନ ଯେତେ ସକଳ ମୋହର ଅଗ୍ରତେ। ତୁ ଅନୁଗ୍ରହ କରି କହ ମୋହର ଫେଡ଼ିବ ସନ୍ଦେହ। ହେ ବିପ୍ର ରଘୁରାଣ ବାଣୀ ଆନନ୍ଦେ ଶୁଣେଚ। ନୃପମଣି କନେ ଶୁଣନ୍ତି ଯେତେ ପ୍ରାଣୀ ମୋର ସଂସାରେ ଯାନ୍ତି ଜିଣି। ସକଳ ପାପୁ ସେ ତରନ୍ତି ଅନ୍ତେ ମୁକତି ସେ ଲଭନ୍ତି। କହଇ ବିପ୍ର ଜଗନ୍ନାଥ ପଞ୍ଚମ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାଏ 82 ପଞ୍ଚମ ସ୍କନ୍ଧେ ରଘୁରାଣ ସମ୍ଭାଷଣେ ନାମ ତ୍ରୟୋଦଶୋଧ୍ୟାୟ। ଚତୁର୍ଦଶ ଅଧ୍ୟାୟ। ଶ୍ରୀଶୁକ ବାଚ ଦେହାଭିମାନେ ଯେଉଁ ନର ସତ୍ୟାଦି ଗୁଣକାର। କୁଶଳ ଦୁଇ ଏତେ ନିର୍ମିତ ସେ ହୁଅଇ। ବିବିଧ ନର ଦେହ ବହି ସଂଯୋଗ ବିଯୋଗ କରଇ। ପାପ ନିର୍ମିତ ସଂସାରେ ରହଇ ନିନ୍ଦିତ କର୍ମରେ।
ଭଗବାନ ପ୍ରଭୁ ଈଶ୍ୱର ଯେ ବିଷ୍ଣୁ ଅଖିଳ ଠାକୁର, ଏହା ମାୟାରେ ବଶ ହୋଇ ଏ ଜୀବ କିଛି ନ ଜାଣଇ କର୍ମଶୂନ୍ୟ ଦେହ ନିର୍ମିତ ଏହାକୁ ଅନୁଭବ ମତ ଶ୍ମଶାନ ପ୍ରାୟ ସେ ଅଟଇ ଏହାର ମତ ନ ଜାଣଇ ଘୋର ନରକ ଏ ସଂସାର ଏଥିରେ ରହି ମୂଢ଼ ନର ବିବିଧ ବିଫଳ ଯେ କର୍ମ ତେଣୁ ହୋଇ ମତି ଭ୍ରମ ପ୍ରଭୁଙ୍କ ଚରଣ ଅରବିନ୍ଦ ସୁସ୍ୱାଦୁ ଗନ୍ଧ ମକରନ୍ଦ ଏହାକୁ ଆଶ୍ରୟ ଯେ କରିଅଛଇ ସେ ପାଦ ଆବରି ପାପ ଦୋଷଇ ସୁଖ ଦେଇ ଏମନ୍ତ ପଦ ସେ ସେବଇ ସେ ପଦ ଆଶ୍ରୟ ନ କରି ଭ୍ରମନ୍ତି ମାୟାକୁ ଆବରି ଏ ଦେହରେ ଇନ୍ଦ୍ରିୟ ଗଣ ନାମନା ଉପଭୋଗ କାରଣ କାମ ଭୋଗରେ ଭୋଳ ହୋଇ ଅର୍ଜିତ ଯେତେ ଆତ୍ମା ଦେହି କରନ୍ତି ଆତ୍ମା ପୁଣ୍ୟ ଥରେ ଏଣୁ ଏ ପୁଣ୍ୟ ରୂପରେ ଅଥବା କୁଟୁମ୍ବ ବିଷୟ ଅପତ୍ୟ ସ୍ନେହ ମାୟା ମୁହେ କଦର୍ଯ୍ୟ କୁଟୁମ୍ବ କାରଣ ମୋହେ ହୁଅନ୍ତି ହତଜ୍ଞାନ ଅସତ୍ୟ ସଙ୍ଗେ ଯେଉଁ ନର ଲଭଇ ପାଷାଣ ଶରୀର ତାରାତନୟ ଗୃହେ ଥାଇ କେବେ ହେଁ ସୁଖ ନ ଲଭଇ ଯେବେ ସେ ରାଜା ହରେ ଧନ ନାନା କ୍ଲେଶରେ ଦୁଃଖ ମନ ଜୀବନ ମୃତ୍ୟୁ ପ୍ରାୟ ହୋଇ କେବା କ୍ଷଣ ହ୍ରାସ ତ୍ରାସ ପାଇ କେବେ ହେଁ ଦେହ ମିଥ୍ୟା ମାନି ନିର୍ବତ୍ର ମନ ନୁହେଁ ପ୍ରାଣୀ ନିଦ୍ରାରେ ସ୍ୱପ୍ନ ପ୍ରାୟ କରି କ୍ଷଣକେ ପୁଣି ସେ ପାଶରି ସେ ଧୀରେ ଦେହ ଗୃହାଶ୍ରମେ ଜନ୍ମ ଲଭଇ ମାୟ ଭ୍ରମେ ପାପ ନଳେ ଦେହ ଧରି ନିତ୍ୟ ବ୍ରହ୍ମ ହିଁ କର୍ମ କରି ଲୌକିକ ବ୍ୟସନ ନିମନ୍ତେ କ୍ଷଣ କ୍ଷଣକେ ଦୁଃଖ ଚିତ କଣ୍ଟକ ଦୁର୍ଗମ ପର୍ବତେ ନିତ୍ୟ ଭ୍ରମ ଇ ଦୃଢ଼ ଚିତେ ଶ୍ମଶାନ ଶବ ପ୍ରାୟ ହୋଇ ସୁଖ ଦୁଃଖକୁ ନ ଜାଣଇ ଦୁର୍ଗମ ଦ୍ୱନ୍ଦ୍ୱ ଦୁଃଖ ହରି ଅନିଦ୍ର ଭାବକୁ ଆଚରି ବ୍ୟଥିତ ହୃଦୟକୁ ପାଇ ଅନଜେସନ କଷ୍ଟ ଦେଇ ଅଜ୍ଞାନ ଭାବ ପାପ ଚିତେ ତମେ ପଡ଼ଇ ପ୍ରାଣୀୟନ୍ତେ କେବେ হে ନ କରେ ପ୍ରଧାନ ଶୋକାମେ ହରେ ପ୍ରାଣୀ ମନ ସ୍ୱାମୀର ଦ୍ରୋହ ଚିନ୍ତା କରେ ଦୁର୍ଗମ ନରକ ଆବରେ ଏମତ ଆତ୍ମାକର୍ମ ଫଳେ ପ୍ରାଣୀ ଭ୍ରମନ୍ତି ଏ ଶୟଳେ ଜନ୍ମ ବାସନା ଫଳ ତାର ପୁଣି ଜନ୍ମ ଏ ସଂସାର ଶୁଣ ରାଜନ ଏକ ମନେ ଯେବେ କର୍ମେ କର୍ମମାନ ଛେଦନ୍ତି ହରି ଆଶ୍ରା କରି ତେବେ ସେ ଭବୁ ଯାଆନ୍ତି ତରି କେବେ ହେଁ ନାନା ମତେ ବାଦ ଦୈବ୍ୟର ବିଭୂତି ବାଦେ ଦୈବ୍ୟର ବିଭୂତି ସମ୍ପଦେ କେବେ ହେଁ ହୃଦୟ ନ ଚିନ୍ତିବ ବିଷ୍ଣୁର ପାଦେ ମନେ ଦେବ ଅନ୍ୟର ଧନ ଅନ୍ୟ ଦେଇ ସ୍ୱଭାବେ କର୍ମ ନ ଜାଣଇ ଏ ଯେ ସଂସାର ଘୋର ପଥ ନାନା ଉପସର୍ଗ ସହିତ ଏହା ଆଶ୍ରୟ କରି ପ୍ରାଣୀ ଏ ସର୍ବ ଅନୁଭବ ଜାଣି ଶୋକ ଲୋଭାଦି ମୋହମାନ ମାଶ୍ଚର୍ଯ୍ୟ କ୍ରୋଧ କ୍ଷୁଧା ଜନ୍ମ ପାପାତ୍ମ ଆଦି ବ୍ୟାଧି ଯେତେ ଜାରା ମରଣ ଆଦି ସହିତେ ଦେବ ମାୟାରେ ମୋହ ହୋଇ ନାରୀର ବଶ ଭାବ ବହି ଅମୃତ ଲତାରେ ବନ୍ଧନ ତହିଁରେ ମନ ହୁଏ ଛନ ତା ଅବଲୋକନେ ବିହରି ତେଣେ ଆସକ୍ତ ମୂଢ଼ ନର ତା ଅବଲୋକନେ ବିହାର ତେଣେ ଆସକ୍ତ ମୂଢ଼ ନର ସୁତ ଦୁହିତା ବଚନେ ଚିତ୍ତ ନିବେଶେ ଅନୁକ୍ଷଣ ହୃଦୟରେ ଆନନ୍ଦିତ ହୋଇ ଆତ୍ମାକୁ ତହିଁରେ ବଢ଼ାଇ ଅଜୀବ ଆତ୍ମା ଯେ ଅଟନ୍ତି ଜୀବକୁ ନରକେ ପକାନ୍ତି କେବେ ହେଁ ନକର ପୀଡ଼ିତ ତହୁଁ ବୁଡ଼ଇ ନିତ୍ୟଚିତ କେବେ ହେଁ ନକର ପୀଡ଼ିତ ଯହିଁ ବୁଡ଼ଇ ନିତ୍ୟଚିତ ଯାହାର କାଳଚକ୍ର କରି ଆତ୍ମାର ଶତ୍ରୁକୁ ନିବାରି ସକଳେ ଦଶଟି ଯାହାର ଏମନ୍ତ ପ୍ରଭୁ ଯେ ଈଶ୍ୱର ଯାହାର କାଳଚକ୍ର କରେ ଭ୍ରମଇ ଅଖିଳ ସଂସାରେ ଯେ ଯଜ୍ଞ ପୁରୁଷ ଠାକୁର ତାହାକୁ କରି ଅନାଦାର ଆତ୍ମାର ଗତି ନ ବିଚାରି ବିବିଧ କୁପଥ ଆଚରି ନିଗମ କାରଣ କର୍ମ କରନ୍ତି ହୋଇ ମତି ଭ୍ରମ ପାଷାଣ୍ଡ ଭାବରେ ବିଦିତ ଆତ୍ମାକୁ କରନ୍ତି ବଞ୍ଚିତ ମୈଥୁନ ଭାବ ଅନୁକ୍ଷଣେ ଆକୁଳ କୁଟୁମ୍ବ ପୋଷଣେ ଅଜ୍ଞାନେ ପାଷାଣ୍ଡ ବ୍ୟବହାର ନିରତେ ବିଷୟା ବିହର ଅତି କୃପଣ ବୁଦ୍ଧି ହୋଇ ଅନନ୍ୟ ସ୍ନେହ ଭାବ ବହି ଗୁଣ ବିହାର ଅନୁକ୍ଷଣେ ଇତ୍ୟାଦି କର୍ମପଥ ଶ୍ରମେ ବିସ୍ମିତ କାମ ପାଏ ତହିଁ ଆନନ୍ଦେ ସୁଖରେ ଭ୍ରମଇ ବନର ପଶୁ ଏ ଚେସନ ନିରାଶେ ବୃକ୍ଷମାନ ଭଗ୍ନ ଦାରାତନୟ ପୁଷିବାରେ ପଶନ୍ତି ଗିରିର କନ୍ଦରେ ଶୀତ ତପନ ଦୁଃଖମାନ ଦେହରେ ବିଭୂତି ବ୍ୟସନ ଦୁସ୍ତର ଚିନ୍ତାମଗ୍ନ ହୋଇ ବିଖଣ୍ଡ ଭାବରେ ରହି ଦ୍ରବ୍ୟ ସଂହାରେ ସେ ସ୍ୱଭାବ କ୍ଷଣ ଧନରେ ଅଳ୍ପ ଲାଭ କେବେ ଉପଭୋଗ ତାର ଦ୍ରବ୍ୟ ବିହୀନେ ହୁଏ ଦୂର ପୁଣି କେବେ ହେଁ ମନୋରଥ ଦ୍ରବ୍ୟ ଲାଳସେ ଉପଗତ ପୁଣି କେବେ ହେଁ ଦ୍ରବ୍ୟ ପାଇ ମତି ତାହାର ତ୍ରୁଟ
ସୁଖ ବିହାର ଅତି ଯେତେ ଅଛଇ କଳତ୍ର ସହିତେ ଏମନ୍ତ ଚିତ୍ତବୃତ୍ତି ସଙ୍ଗେ ବୁଡ଼ଇ ସ୍ନେହ ଅନୁରାଗେ ତେଣୁ ସେ ପୁଣ୍ୟ ବାସନାରେ ବହଇ ବିବିଧ ଶରୀରେ ତେଣୁ ସଂସାର ପଥେ ନର ନାନା କ୍ଲେଶ ବ୍ୟାଧି ଶରୀର ପୁଣି ଜନ୍ମିଣ ନାଶ ଯାଇ ସେ ପଥେ ନର ନ ଦେଖଇ ବିବିଧ ଶୋକ ମୋହେ ତାର ଦ୍ୱନ୍ଦ୍ୱ ପାଷାଣ୍ଡ ଯେ ଶରୀର ଅସାଧୁ ବନ୍ଧନେ ବଞ୍ଚଇ ସେ ପଥ ନର ନ ଦେଖେଇ ଯେ ପଥ ଅତ୍ୟନ୍ତ ନିର୍ମଳ ସୁସାଧୁ ନର ତହିଁ ଠୁଳ ଅସାଧୁ ନରହୀନ ହୋଇ ସେ ପଥେ ନର ନ ଦେଖଇ ମାୟାକୁ ପରିହାର କରି ଯେ କର୍ମେ ଆୟୁର୍ଭଳ ସରି ଆପଦୁ ନରକ ବିମୁକ୍ତ ଯାହାକୁ ଭାବନ୍ତି ଜଗତ ଅଗ୍ରତ ରାଜା ଋଷିଙ୍କର ପଥେ ଯେ ଅତି ଅଗଚର ପ୍ରାଣୀର ମନୋରଥ ପଥେ ଅଗମ୍ୟ ଅଟଇ ଯୁକତେ ଗରୁଡ଼ ପତି ବ୍ରହ୍ମା ଜହିଁ ସଚିଦାନନ୍ଦ ରୂପ ତହିଁ ଦୁହିତା ସୁତ ରାଜ୍ୟ ଧନ ଯେ ତୁ ଦୂର କରେ ମନ ଯେ ଏହା ତୁଚ୍ଛ ପ୍ରାୟ ବୁଝେ ଉତ୍ତମ ଶ୍ଲୋକ ପାଦେ ଭଜେ ଏହାକୁ ଯେ ରାଜା ବିଭବ ତ୍ରିଦଶ ମାନଙ୍କୁ ଦୁର୍ଲଭ ଏହା ନ ଦେଖି ସାଧୁ ଜନ ମହତ ପୁରୁଷ ଆଖ୍ୟାନ ସେ ପାଦ ଭକ୍ତିଭାବ ବହି ଅଛନ୍ତି ମନକୁ ବୁଡ଼ାଇ ଏ ଯଜ୍ଞ ଧର୍ମ ତପମୟ ବିଧି ନିର୍ଗୁଣ ଯୋଗ ଦେହ ସଂଖ୍ୟା ଯୋଗରେ କହୁ ସାର ଯେ ପ୍ରଭୁ ପ୍ରକୃତି ଈଶ୍ୱର ସେ ନାରାୟଣ କୃଷ୍ଣ ହରି ଏମନ୍ତ ନାମ ମୁଖେ ଧରି ଛାଡ଼ିଲେ ମୃଗ କଳେ ବର କିଏ ବା ଦେବା ପଟାନ୍ତର ଏହା ଯେ ଶୁଣେ ଶୁଦ୍ଧ ଚିତେ ଶୁଦ୍ଧ ଗୁଣ କର୍ମ ଭାଗବତେ ପବିତ୍ର ଭାରତ ଚରିତ ଯେ ଜନ ପଢ଼େ ଅବିରତ ଆୟୁଷ ଯଶ ଧନ ତାର ହୋଇ ମଙ୍ଗଳ ପାର ଏହା ଯେ ଶୁଣେ ଶୁଦ୍ଧ ଚିତେ ଭରତ ଜ୍ଞାନ ଅନୁମତେ ପ୍ରଭୁ ଚରଣେ ଭକ୍ତି ତାର ଅଶେଷ ପାପ ହୁଏ ପାର ପ୍ରଭୁ ପଦାର ବିନ୍ଦେ ଗତେ ମନ ମୋର ହୁଅ ବୀରତେ କହଇ ବିପ୍ର ଜଗନ୍ନାଥ ପଞ୍ଚମ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ परमहंस संहिताये 82 पंचम स्कंदे भरत उपाख्यान नाम चतुर्दशोऽध्याय।